ରୋଷେଇ ଘରେ ଘରର ମା'ମାନଙ୍କୁ ଏହି ତିନୋଟି ଦିଗ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆଜିକାଲି ଆମେ ରୋଷେଇ ଘରେ ଅନ୍ୟ ଦ୍ୱାରା କାମ କରାଉଛେ। କିଛି କିଛି ଲୋକଙ୍କ ଘରେ ଘରର ମା'ମାନେ କାମ କରୁନାହାନ୍ତି। ଘରର ଲକ୍ଷ୍ମୀମାନଙ୍କୁ ଏହି ତିନୋଟି କାର୍ଯ୍ୟ ନିଶ୍ଚିତ ଭାବରେ କରିନେବା ଉଚିତ। ନିଜ ରୋଷେଇ ଘରେ ଯଦି ଏହି ସାଧାରଣ ବଦଲାव ମାନ ଆପଣମାନେ କଲେ, ଛୋଟ ଛୋଟ ଜିନିଷ ମାନିଲେ, ତାହେଲେ ଆପଣ ନିଶ୍ଚିତ ଭାବରେ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବେ, ଏଥିରେ ସନ୍ଦେହ ନାହିଁ। ଆପଣ ଯଦି ଘରର ବୋହୂ, ଘରର ମା, ଘରର ଲକ୍ଷ୍ମୀ, ତାହେଲେ ଏହି ତିନୋଟି ଦିଗ ଉପରେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ। ଯଦି ଏ ତିନି ନିୟମ ଆପଣ ପାଳନ କଲେ, ତେବେ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ନିବାସ କରିବେ। କେଉଁ ତିନୋଟି କାର୍ଯ୍ୟ ଚାଲନ୍ତୁ ଆମେ ଆଲୋଚନା କରିବା। ପ୍ରଥମ କାର୍ଯ୍ୟଟି ହେଲା, ଆପଣଙ୍କ ଘରେ ଯଦି ଆପଣ ନିଜେ ରୋଷେଇ କରୁନାହାନ୍ତି, ଅନ୍ୟ କାହା ଦ୍ୱାରା ରୋଷେଇ କରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ମନେ ରଖନ୍ତୁ, ଡାଲି, ତରକାରୀ ଏବଂ ଭଜା ସବୁବେଳେ ଘରର ସ୍ତ୍ରୀ ଲୋକମାନେ ହିଁ ବନାଇବା ଉଚିତ। ଏହା କଲେ ପାରିବାରିକ ସମ୍ପର୍କ ଭଲ ରହେ, ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଅନ୍ୟ ଯେତେ କାମ ଅଛି ଆଉ କାହା ଦ୍ୱାରା ଆପଣ କରେଇ ପାରନ୍ତି, ମାତ୍ର କେବେ ଘରର ଡାଲି, ତରକାରୀ ଏବଂ ଭଜା ଅନ୍ୟ କାହାରିକୁ କରିବାକୁ ନ ଦେଇ ଘରର ମା'ମାନେ, ଘରର ଲକ୍ଷ୍ମୀମାନେ ନିଶ୍ଚିତ ଭାବରେ କରିବା ଉଚିତ। ଏତିକି କଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଦ୍ୱିତୀୟ ନିୟମଟି ହେଲା, ଘରକୁ ଯେତେବେଳେ ବି କ୍ଷୀର ଆସୁଛି, ପ୍ରାୟତଃ ଘରମାନଙ୍କରେ କ୍ଷୀର ଆମେ ବାହାରୁ ମଗାନ୍ତି। କେତେବେଳେ କ୍ଷୀର ପ୍ୟାକେଟରେ ଆସେ, କେତେବେଳେ କ୍ଷୀର ବୋତଲରେ ଆସେ, ବା କେତେବେଳେ କ୍ଷୀରବାଲା ଆଣି ଦେଇଯାଆନ୍ତି। ଯେଉଁପରି ଭାବେ ଘରକୁ କ୍ଷୀର ଆସୁନା କାହିଁକି, ଯେତେବେଳେ ବି କ୍ଷୀର ଆପଣଙ୍କ ଘରେ ପହଞ୍ଚୁଛି, ଘରର ଲକ୍ଷ୍ମୀମାନେ, ଘରର ସ୍ତ୍ରୀ ଲୋକମାନେ ନିଶ୍ଚିତ ଭାବରେ ହାତ ପ୍ରସାରି ଠିଆ ହୁଅନ୍ତୁ ଏବଂ ସମ୍ମାନର ସହିତ କ୍ଷୀରକୁ ଗ୍ରହଣ କରନ୍ତୁ। କ୍ଷୀରକୁ ସମ୍ମାନର ସହିତ ଏକ ଜାଗାରେ ରଖନ୍ତୁ ଏବଂ ଏହା ଶାସ୍ତ୍ରସମ୍ମତ କଥା। ଶାସ୍ତ୍ରରେ କୁହାଯାଇଛି, दूध हाथ झेले तो पूत पालना झेले। एमती कले जदि क्षीर को आपण प्रकृत सम्मान देछि घर भीतर को लेकिन आसिले, उपयुक्त आस्थान रे बसाइले, ताहले माँ लक्ष्मी, माँ अन्नपूर्णा प्रसन्न हुअन्ति। सेइथिपाई तो नुआ घर जितेबाला प्रतिष्ठा करा जाए, घरे प्रथम करी आमे कौन करती, रोषेई घरे क्षीर को गरम करती बा क्षीर को उतराती। तेणु जदि गोरस अर्थात क्षीर को आपण सम्मान सहित घर को आनी सम्मान सहित उपयुक्त जगार रखिले, ताहले माँ अन्नपूर्णा निश्चित भाव में आकर्षित होई आपण घर को आसीबे। तृतीय नियमटी है, रोषेई घरे प्रत्येक माँ जो माने कथा
ଶୁଣୁଛନ୍ତି, ନିଶ୍ଚିତ ଭାବରେ ଘରେ ଗୋଟେ ମାଟିର ମାଠିଆ ଆଣି ରଖିବା ଉଚିତ। ସେ ମାଟିର ମାଠିଆଟିକୁ ଘରର କୌଣସି ଏକ କୋଣରେ ରଖିବେ ଏବଂ ମନେ ରଖିଥିବେ ସେ ମାଟିର ମାଠିଆ ସବୁବେଳେ ଯେମିତି ପୂର୍ଣ୍ଣ ହୋଇଥାଏ। ଯଦି ପୂର୍ଣ୍ଣ ନ ରଖିପାରୁଛନ୍ତି ନାହିଁ, ଅଧା ତଳକୁ ପାଣି ହେବାକୁ କେବେ ଦେବେ ନାହିଁ। ଯେତେବେଳେ ଅଧା ତଳକୁ ପାଣି ହେଲା, ନିଶ୍ଚିତ ଭାବରେ ତାକୁ ପୂର୍ଣ୍ଣ କରିଦେବା ଉଚିତ। ତାର କାରଣ ହେଉଛି ମାଠିଆ ଯେଉଁଠି ରହେ ତାହା ହେଉଛି ପିତୃପୁରୁଷଙ୍କ ସ୍ଥାନ। ମାଠିଆକୁ ଯେତେବେଳେ ଆପଣ ଆପଣଙ୍କର ରୋଷେଇ ଘରେ ରଖିଲେ, ଆପଣ ପିତୃପୁରୁଷଙ୍କୁ ଜାଗା ଦେଲେ। ପିତୃପୁରୁଷ ନିଶ୍ଚିତ ଭାବରେ ପ୍ରସନ୍ନ ହେବେ। ଯେପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଆପଣ ସନ୍ତୁଷ୍ଟ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କ ଉନ୍ନତି ହେବାର ପ୍ରଶ୍ନ ଉଠୁନାହିଁ। ଖାଲି ସେତିକି ନୁହେଁ, ଯଦି ପ୍ରତ୍ୟହ ସନ୍ଧ୍ୟାରେ ଆପଣ ଏ ମାଠିଆ ପାଖରେ ଗୋଟିଏ ଦୀପ ଜାଳିଦେଲେ ଏବଂ ନମସ୍କାରଟିଏ କଲେ, ତାହେଲେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ବିଳମ୍ବ ହେବ ନାହିଁ। ଏ କଥାଗୁଡ଼ିକ ବହୁତ ଛୋଟ ଛୋଟ ହୋଇପାରେ, ମାତ୍ର ଶାସ୍ତ୍ର ସମ୍ମତ କଥା। ଆପଣେଇ ଦେଖନ୍ତୁ, ନିଶ୍ଚିତ ଭାବରେ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବା କଥା ଆସିବ। ତା ସହିତ ମା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ନିବାସ କରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ। ଆସନ୍ତା ଭିଡ଼ିଓରେ ପୁଣି ଥରେ ଦେଖା ହେବା। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।